ଆଜ୍ଞା ଗୋଟେ କଥା କହିଲେ, ଜଣେ ଗୋଟେ ସ୍ମାର୍ଟଫୋନ୍ ବ୍ୟବହାର କଲା ମାନେ କ'ଣ ଆପେ ଆପେ ସ୍ମାର୍ଟ ହେଇଯିବ? ନା, ଜଣେ ସ୍ମାର୍ଟଫୋନ୍ ବ୍ୟବହାରକାରୀକୁ ସ୍ମାର୍ଟ ହେବାକୁ ହେଲେ କିଛିଟା ଏଟିକେଟ୍ ଶିଖିବାକୁ ପଡ଼ିବ। ସ୍ମାର୍ଟଫୋନ୍ର କେତେ ଗୁଡ଼ିଏ ନିୟମ ଅଛି ତାକୁ ଜାଣିବାକୁ ପଡ଼ିବ। ସେଇ ସ୍ମାର୍ଟଫୋନ୍ର ନିୟମ ଗୁଡ଼ିକ କ'ଣ ଆସନ୍ତୁ ଆମେ ଆଲୋଚନା କରିବା। ସ୍ମାର୍ଟଫୋନ୍ର ପ୍ରଥମ ନିୟମ ହେଲା ମ୍ୟାନର୍ସ ମୋଡ୍ ନିୟମ। ଏଇଟା ପୁଣି କ'ଣ? ପ୍ରତ୍ୟେକ ସ୍ମାର୍ଟଫୋନ୍ରେ ଗୋଟେ ମୋଡ୍ ଅଛି, ସେଟା ସାଇଲେଣ୍ଟ ମୋଡ୍ ବା ମ୍ୟୁଟ୍ ମୋଡ୍ ବା ଭାଇବ୍ରେସନ୍ ମୋଡ୍। ଜାପାନରେ ଏଇଟାକୁ କୁହାଯାଉଛି ମ୍ୟାନର୍ସ ମୋଡ୍ ନିୟମ। ଆପଣ ମିଟିଂରେ ଅଛନ୍ତି, ମନ୍ଦିରରେ ଅଛନ୍ତି, ମସଜିଦରେ ଅଛନ୍ତି, ଚର୍ଚ୍ଚରେ ଅଛନ୍ତି, ଗୁରୁଦ୍ୱାରରେ ଅଛନ୍ତି କିମ୍ବା ସିନେମା ହଲ୍ରେ ସିନେମା ଦେଖୁଛନ୍ତି, ତେବେ ଆପଣ ଆପଣଙ୍କ ଫୋନ୍କୁ କେଉଁ ମୋଡ଼୍ରେ ରଖିବେ? ସାଇଲେଣ୍ଟ ମୋଡ଼୍ରେ। କିନ୍ତୁ ଲୋକମାନେ ରଖନ୍ତି କି? ନା, ରେଗୁଲାର ମୋଡ଼୍ରେ ରଖନ୍ତି। ଯେମିତି କଥାବାର୍ତ୍ତା କରିବା କଥା କରନ୍ତି, ଅନ୍ୟକୁ ଡିଷ୍ଟର୍ବ କରନ୍ତି। ତେଣୁ କୁହନ୍ତୁ, ଏଇଟା ଏମାନଙ୍କର ସ୍ମାର୍ଟନେସ୍ ନା ଇଗ୍ନୋରାନ୍ସ ନା ଅଭଦ୍ରାମୀ? ସ୍ମାର୍ଟଫୋନ୍ର ଦ୍ୱିତୀୟ ନିୟମ ଏରୋପ୍ଲେନ୍ ମୋଡ୍। ଏବେ ଯାହା ପାଖରେ ପଇସା ହେଲା ଦାମିକିଆ ଫୋନ୍ ଧରିଲା, ଉଡ଼ାଜାହାଜରେ ଉଡ଼ିଲା। ଆଉ ଉଡ଼ାଜାହାଜରେ ଉଡ଼ିଲେ ଦାମିକିଆ ଫୋନ୍ ଧରିଲେ କ'ଣ ସ୍ମାର୍ଟ ହେଇଯିବେ? ଉଡ଼ାଜାହାଜରେ ଯାଉଥିବେ, ଏରୋପ୍ଲେନ୍ ମୋଡ୍ କ'ଣ ଜାଣିନଥିବେ କିମ୍ବା ବ୍ୟବହାର କରୁନଥିବେ। ଏରୋପ୍ଲେନ୍ରେ ବସିଛନ୍ତି, ପାଇଲଟ ଆନାଉନ୍ସ କରୁଛି, ଏୟାର ହୋଷ୍ଟେସ୍ ଆନାଉନ୍ସ କରୁଛି ଯେ ଏରୋପ୍ଲେନ୍ ମୋଡ୍ରେ ରଖନ୍ତୁ, କିନ୍ତୁ ରଖନ୍ତି ନାହିଁ। ଯେତେବେଳେ ଏରୋପ୍ଲେନ୍ ଲ୍ୟାଣ୍ଡିଂ କରେ ବା ଟେକ୍ ଅଫ୍ କରେ, ସେହି ସମୟରେ ଟାୱାର ସହିତ ସିଗ୍ନାଲ ଟ୍ରାନ୍ସମିଶନ୍ ହୁଏ। ଯଦି ଆପଣ ଏରୋପ୍ଲେନ୍ ମୋଡ୍ରେ ରଖିନାହାନ୍ତି, ତାହେଲେ ଆପଣଙ୍କ ଫୋନ୍ର ସିଗ୍ନାଲ ଏ ଏରୋପ୍ଲେନ୍ ରାଡାର ସିଗ୍ନାଲକୁ ଇଣ୍ଟରଫେୟାର କରିବ। ତେଣୁ ଠିକ୍ କରୁଛନ୍ତି। ତେଣୁ କୁହନ୍ତୁ, ଏଇଟା ଏମାନଙ୍କର ସ୍ମାର୍ଟନେସ୍ ନା ଇଗ୍ନୋରାନ୍ସ ନା ଅଭଦ୍ରାମୀ? ସ୍ମାର୍ଟଫୋନ୍ର ତୃତୀୟ ନିୟମଟା ହେଲା 10 ଫୁଟ ଦୂରତା ନିୟମ। ପୁଣି ଏଇଟା କ'ଣ? ଆପଣ କୌଣସି ପ୍ରାଇଭେଟ୍ କଥା ହେବାକୁ ଚାହୁଁଛନ୍ତି, ପର୍ସନାଲ କଥା ହେବା ପାଇଁ ଚାହୁଁଛନ୍ତି, ସିକ୍ରେଟ୍ କଥା ହେବା ପାଇଁ ଚାହୁଁଛନ୍ତି, କେଉଁଠି ହେବେ? ଟିକେ ଦୂରକୁ ଯାଇ। କିନ୍ତୁ ଲୋକମାନେ ଯାଆନ୍ତିନି। ଆପଣଙ୍କ ପାଖରେ ଥାଇକିରି କଥା ହେଉଥିବେ, ଆପଣଙ୍କ ଆଗରେ ଥାଇକିରି କଥା ହେଉଥିବେ। ତ କୁହନ୍ତୁ, ଏଇଟା ଏମାନଙ୍କର ସ୍ମାର୍ଟନେସ୍ ନା ଇଗ୍ନୋରାନ୍ସ ନା ଅଭଦ୍ରାମୀ? ଆଉ ଗୋଟେ ସ୍ମାର୍ଟଫୋନ୍ର ନିୟମ ହେଲା ମିସ୍ କଲ୍ ନିୟମ। କିଛି ଲୋକ ଅଛନ୍ତି ବାରମ୍ବାର କଲ୍ କରୁଥିବେ, ମିସ୍ କଲ୍ ଦେଉଥିବେ, ଦେଖୁଥିବେ ଯେ ଅଦର ସାଇଡ୍ ଧରୁନି। ତାମାନେ ଜାଣିପାରନ୍ତିନି ଯେ ସିଏ କାହିଁକି ଧରୁନି। ଫୋନ୍ ପାଖରେ ନାହାନ୍ତି, ଫୋନ୍ ଧରିବା ପରିସ୍ଥିତିରେ ନାହାନ୍ତି। ତେଣୁ ଅପେକ୍ଷା କରିବା ଦରକାର। ଅର୍ଜେଣ୍ଟ ମେସେଜ୍ ଦେବାର ଅଛି ତ ତାହେଲେ ମେସେଜ୍ ଦେଇଦିଅନ୍ତୁ ଏବଂ ୱେଟ୍ କରନ୍ତୁ କଲ୍ ବ୍ୟାକ୍କୁ। କିନ୍ତୁ କରନ୍ତି ନାହିଁ, ବାରମ୍ବାର କଲ୍ ପରେ କଲ୍ ଦେଇ ଚାଲିଥାନ୍ତି। କୁହନ୍ତୁ, ଏଇଟା ଏମାନଙ୍କର ସ୍ମାର୍ଟନେସ୍ ନା ଇଗ୍ନୋରାନ୍ସ ନା ଅଭଦ୍ରାମୀ? ଆଉ ଗୋଟେ ସ୍ମାର୍ଟଫୋନ୍ର ନିୟମ ହେଲା ରିଙ୍ଗଟୋନ୍ ନିୟମ। ପ୍ରତ୍ୟେକ ସ୍ମାର୍ଟଫୋନ୍ରେ କମ୍ପାନୀ ଦେଇଛି ରିଙ୍ଗଟୋନ୍, କିନ୍ତୁ କିଛି ଲୋକ ତାଙ୍କ ନିଜ ଚଏସ୍ର, ନିଜ ଟେଷ୍ଟର ରିଙ୍ଗଟୋନ୍ ରଖିଥାନ୍ତି। ହାଇ ଭଲ୍ୟୁମ୍, ଟପ୍ ଭଲ୍ୟୁମ୍ରେ ତାକୁ କୁହାଯାଏ ଗର୍ଜନ ତର୍ଜନ ରିଙ୍ଗଟୋନ୍। ଆଉ ଲୋକମାନେ ଭାବିଥାନ୍ତି ଯେ ସେମାନେ ବହୁତ ଧାର୍ମିକ, ଆଧ୍ୟାତ୍ମିକ, ତେଣୁ ରିଲିଜିୟସ୍ ରିଙ୍ଗଟୋନ୍ ରଖିଥାନ୍ତି ହାଇ ଭଲ୍ୟୁମ୍ରେ, ଟପ୍ ଭଲ୍ୟୁମ୍ରେ। ଯେମିତିକି ହନୁମାନ ଚାଳିଶା କିମ୍ବା ଓଂ ଭୂର୍ ଭୁବସ୍ୱ, ଏମିତି ସବୁ ବିଭିନ୍ନ ପ୍ରକାର ରିଙ୍ଗଟୋନ୍ ରଖିଥାନ୍ତି ଏବଂ ଅନ୍ୟର ଆଟେନସନ୍କୁ ଡାଇଭର୍ଟ କରନ୍ତି। ଅନେକ ଜାଗାରେ ଆକ୍ସିଡେଣ୍ଟର ସମ୍ମୁଖୀନ ହୁଅନ୍ତି, ବିଭିନ୍ନ ଜାଗାରେ ନଏଜ୍ ପଲ୍ୟୁସନ୍ ମଧ୍ୟ କରନ୍ତି। ତେଣୁ କୁହନ୍ତୁ, ଏଇଟା ପ୍ରକୃତରେ ଏମାନଙ୍କର ସ୍ମାର୍ଟନେସ୍ ନା ଏମାନଙ୍କର ଇଗ୍ନୋରାନ୍ସ ନା ଏମାନଙ୍କର ଅଭଦ୍ରାମୀ? ଆଉ ଗୋଟେ ସ୍ମାର୍ଟଫୋନ୍ର ନିୟମ ବାବଦରେ ଆମେ ଜାଣିବା। ସେଇଟା ଆପଣମାନେ ମନେ ରଖନ୍ତୁ। ଏଇଟା ହେଉଛି ସ୍ମାର୍ଟଫୋନ୍ର ଉଧାର ନିୟମ। ବହୁତ ଲୋକ ମାଗିଥାନ୍ତି ଆପଣଙ୍କ ଫୋନ୍ଟା ବ୍ୟବହାର କରିବା ପାଇଁ, କହିଥାନ୍ତି ଭାଇ ଚାର୍ଜ ସରିଯାଇଛି, ଟିକେ ଅର୍ଜେଣ୍ଟ କଲ୍ଟା କରିବି, ଟିକେ ଦେଲେ। ଆପଣ ଦେଇଦେଲେ ଏବଂ ତାଙ୍କରି ଆଗରେ ଆପଣ ଅନଲକ୍ କରନ୍ତି। ସେ ଆପଣଙ୍କ ପିନ୍ଟାକୁ ଦେଖିଦିଅନ୍ତି। ଏଥିରେ ଆପଣଙ୍କର ସେଫ୍ଟି କମ୍ପ୍ରମାଇଜ୍ ହେଇଗଲା। ତେଣୁ ଆପଣ ସତର୍କ ରହିବା ଦରକାର। ଆଉ ଆପଣଙ୍କଠୁ ଫୋନ୍ଟା ନେଇସାରିଲା ପରେ ଆପଣ ଯଦି ଅନ୍ୟତ୍ର ବ୍ୟସ୍ତ ରହିଲେ, ସିଏ ତାହେଲେ ପଶିଲେ କେଉଁଠିକି? ଆପଣଙ୍କ ଫଟୋ ଗ୍ୟାଲେରୀକୁ, ଆପଣଙ୍କର ମେସେଜ୍ ବକ୍ସକୁ, ଆପଣଙ୍କର ହ୍ୱାଟ୍ସଆପ୍ ଭିତରକୁ, ଆପଣଙ୍କର ପର୍ସନାଲ ଜିନିଷକୁ ଦେଖିବା ପାଇଁ ଚେଷ୍ଟା କରିଥାନ୍ତି। ଏଇଟା ସେମାନଙ୍କର ସ୍ମାର୍ଟନେସ୍ ନା ଇଗ୍ନୋରାନ୍ସ ନା ଅଭଦ୍ରାମୀ? ଆପଣ ତ ଶୁଣିଲେ। ଆପଣ ଏବେ ଆପଣଙ୍କର ମତାମତ ଦିଅନ୍ତୁ। କାହିଁକି ନା ଆପଣଙ୍କର ମତାମତ ଅନ୍ୟକୁ ପରିବର୍ତ୍ତନ କରିବାରେ ହୁଏତ ସାହାଯ୍ୟ କରିପାରେ। ଧନ୍ୟବାଦ।
ପୁଣି ଦେଖା ହେବ ଆଉ ଗୋଟିଏ ବିଷୟରେ ଆଗାମୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମୋତେ ବିଦା ଦିଅନ୍ତୁ। ନମସ୍କାର।